ବଳିଆ ବର୍ତ୍ତମାନ ରାସ୍ତାରେ ଅଛି। ଆଜି ଆଶ୍ରମକୁ ଫେରୁଛି। ଟାଟା କାର୍ଯ୍ୟ ସରିବା ପରେ ବାରିପଦାର ଅନନ୍ତ ଯୋଗେଶ୍ୱରଙ୍କ ପବିତ୍ର ପରିସରରେ କାଲି ରାତ୍ରି ଯାପନ କରି ଆଜି ମଧ୍ୟାହ୍ନରେ ବିଶ୍ରାମ ଟିକେ ନେଇ ମାନେ ଆଶ୍ରମକୁ ଫେରୁଛି। ପ୍ରୋଗ୍ରାମ ଗୁଡ଼ିକ ଏତେ ହେଇଯାଇଛି ଯେ ତାକୁ ଆସ୍ତେ ଆସ୍ତେ କେମିତି କ'ଣ ଖଣ୍ଡନ ମଣ୍ଡନ କରିହେବନି। କିନ୍ତୁ ଓଡ଼ିଶାର ପିଲାମାନେ ପ୍ରାୟ ସମସ୍ତେ ବ୍ୟସ୍ତ ଯେ ବାବା ଏତେ ଦିନ ହେଲା ଗଲେଣି, କେଉଁଦିନ ଫେରିବେ, କ'ଣ କରିବେ। ଏମିତି ତ ଜୀବନଟା ଏଇଆ, ଜୀବନଟା ବି ଦିନେ ଫେରିବ। ଆଉ ଗସ୍ତକୁ ବଳିଆ ହେଇଛି, ପ୍ରଚାରକୁ ଆସିଛି। ମୋର କର୍ତ୍ତବ୍ୟ ହେଉଛି ସେଇଟା। କର୍ତ୍ତବ୍ୟ ପଥକୁ ଆସିକିରି ଫେରିବା ପାଇଁ ଏତେ ବ୍ୟସ୍ତ କାହିଁ ହେଉଛ? ବ୍ୟସ୍ତଟା ରହିବ, ଜୀବନଟା ପୁରା ହଉ ବାଟୋଇରେ ବେଗି ବେଗି ସଉଦା ସାରା। ହଉ, ମୁଁ ବର୍ତ୍ତମାନ ସେସବୁ କଥା କହିବାକୁ ଚାହୁଁନି। ବର୍ତ୍ତମାନ କହିବାକୁ ଚାହୁଁଛି ଯେ ଗୀତାର ଆଦର୍ଶ, ଗୀତା ହେଉଛି ମୋର ଜୀବନ। এই ଗୀତାଙ୍କର ଆଦର୍ଶକୁ ନେଇ ଭୁବନେଶ୍ୱରରେ 2-3 ଥର କାର୍ଯ୍ୟକ୍ରମ ରବୀନ୍ଦ୍ର ମଣ୍ଡପରେ ହେଇଛି। ପୁଣି 22 ବର୍ଷ ପରେ ଅନ୍ୟ ଜାଗାରେ ହେଇଛି, କିନ୍ତୁ 22 ବର୍ଷ ପରେ ରବୀନ୍ଦ୍ର ମଣ୍ଡପରେ ଗୀତାର ଆଲୋଚନା ହେବେ। ଏକ ପକ୍ଷରେ ସନ୍ଧ୍ୟାରେ ଗୀତା ଆଲୋଚନା ହେବ, ଅପର ପକ୍ଷରେ ପ୍ରଭାତ କାଳରେ ପୂର୍ବାହ୍ନରେ ଗୋଟିଏ ଦିନ ସାମ୍ବାଦିକ ସମ୍ମିଳନ, ଗୋଟିଏ ଦିନ ପରିବେଶ ଉପରେ, ଆଉ ଗୋଟିଏ ଦିନ ହେଉଛି ପରିବେଶ ଅନ୍ଧବିଶ୍ୱାସ। ଏଇଭଳିଆ କାର୍ଯ୍ୟକ୍ରମ ସବୁ ରଖାହେଇଛି। ପୁରା ପୂର୍ବାହ୍ନଟାକୁ ଆମେ ସୁନ୍ଦର ଭାବରେ କଟେଇବା ପାଇଁ, ବିଶେଷ ଭାବରେ ଗଣତନ୍ତ୍ର ଓ ପରିବେଶ ଉପରେ ଆଲୋଚନା। ସାମ୍ବାଦିକ ସମ୍ମିଳନୀଟି ତା ପୂର୍ବରୁ ଗୋଟିଏ ଦିନ ପୂର୍ବରୁ ସରିଯାଇଥିବ। ତେଣୁ ସବୁଆଡ଼େ ପ୍ରଚାର ପ୍ରସାର ହେଇଛି, ଫୋନ୍ ବି ଆସୁଛି ଆମେ ଯିବୁ। କିନ୍ତୁ ବାବୁ ଆସିବାର ମନା ନାହିଁ, କିନ୍ତୁ ଫେରିବାର ବାଟ ରଖିକିରି ଆସ। କାରଣ ଏଠି ଆମର ସେତେ ବଡ଼ ଆଶ୍ରମ ନାହିଁ ଯେଉଁଠିକି ଆପଣମାନଙ୍କୁ ଆମେ ବିଶ୍ରାମ ଦେଇପାରିବୁ ବା ଠିକ୍ ଭାବରେ ଆପଣମାନଙ୍କର ଟ୍ରିଟମେଣ୍ଟ କରିପାରିବୁ। ଯଦି ଆସିବେ ମିଳିମିଶିକିରି ଆସନ୍ତୁ। ଗୋଟିଏ ସନ୍ଧ୍ୟାରେ ପ୍ରବଚନ ଟିକେ, ପ୍ରଭୁଙ୍କ କଥା ଟିକେ ଶୁଣିବେ, ପୁଣି ରାତିରେ ଫେରିଯିବେ। ଆଉ ପ୍ରସାଦ ସେଠି ଯାହା ପ୍ରତ୍ୟେକ ଦିନ ପ୍ରସାଦ କିନ୍ତୁ ବଣ୍ଟନ ହେଉଥିବ। ପ୍ରସାଦ ଟିକେ ସମସ୍ତେ ସେଇଠି ବି ଠିଆ ଠିଆ ପାଇକିରି ଆସିବେ। ତେଣୁ ଯେହେତୁ ଘର ଦ୍ୱାରର ଅସୁବିଧା, ଭୁବନେଶ୍ୱର ଭଳିଆ ଜାଗାରେ ଆଉ କେତେ କଥା କରିହେବନି। ଆଉ ଆପଣମାନେ ଭୁବନେଶ୍ୱରରେ ରହିବାକୁ ହେଲେ ଯଥେଷ୍ଟ ଭାବରେ ଅନ୍ୟାନ୍ୟ କାହାର ବନ୍ଧୁ ଘର ଥିବ, କାହାର ହୋଟେଲ ଥିବ, କାହାର ଲଜିଂ ଥିବ, କେମିତି କ'ଣ ରହିପାରିବେ, ଆମର ସେଥିରେ କିଛି ଆପତ୍ତି ନାହିଁ। ମୋତେ କିନ୍ତୁ ଆପଣମାନେ ସେ ବ୍ୟସ୍ତତା ଭିତରେ ପକାଇବେନି। ଗୀତା ହିଁ ପରମା ବିଦ୍ୟା। ମୁଁ ପୌରାଣିକ ଉପାଖ୍ୟାନକୁ ନେଇକିରି ଗୀତା କହେ, କିନ୍ତୁ ସବୁବେଳେ ଗୋଟେ ନୂଆ ତତ୍ତ୍ୱ, ନୂଆ ତଥ୍ୟ ଗୀତାର ମାଧ୍ୟମରେ କେମିତି ପରିପ୍ରକାଶ ହେବ ସେ କଥାକୁ ମୁଁ ସବୁଦିନେ ଚିନ୍ତା କରେ। ଗୀତା ହିଁ ଜୀବନ, ଜୀବନ ହିଁ ଗୀତା। ଗୀତା ଭିତରେ ନିର୍ଦ୍ଦିଷ୍ଟ ଧର୍ମର କଥା ନାହିଁ। ଯଦିଓ ସନାତନ ଧର୍ମର କଥା ଅଛି, କିନ୍ତୁ ଗୋଟେ ଗୋଟେ ଜାଗାରେ ଏମିତି କହିଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ
ମାମେକଂ ଶରଣଂ ବ୍ରଜ। କେତେ ସୁନ୍ଦର କଥାଟିଏ କହିଛନ୍ତି। ଆଉ ଗୋଟେ ଜାଗାରେ କହିଛନ୍ତି ଏକତ୍ୱେନ ବହୁତେନ ବହୁଧା ଏକତ୍ୱେନ ପୃଥକ୍ତେନ ବହୁଧା ବିଶ୍ୱତମୁଖମ୍। ଭଗବାନଙ୍କୁ କି ଏକ ରୂପରେ ଡାକୁଛି କି ଅନେକ ରୂପରେ ଡାକୁଛି, ସମସ୍ତଙ୍କ ପାଇଁ ସେଇ ଜଣେ। ନାମଟା ବଦଳି ଯାଉଛି, ପୋଷାକ ପତ୍ର ବଦଳି ଯାଉଛି, ମନ୍ତ୍ର ପ୍ରାର୍ଥନା। ଆଜି ଆପଣ ଦେଖନ୍ତୁ ଆମ ସନାତନ ଧର୍ମରେ ଯେତେ ଗୁରୁ ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରାର୍ଥନା। ଶିଶୁ ଅନନ୍ତଙ୍କ ପବିତ୍ର ପୀଠରେ ଏବେ ଏଇ କିଛି ଦିନ ହେବ ଆମେ ସ୍ଥିର କରିଛୁ ସବୁ ଗୁରୁଙ୍କର ପ୍ରାର୍ଥନା ଗୋଟେ ଗୋଟେ ସନ୍ଧ୍ୟାରେ ହେବ। ସେ ହେଉଥିଲା, ଏବେ ବି ହେବ, କିନ୍ତୁ ସେଇ ବହୁଳ ସମୟରେ ସବୁ ଗୁରୁଙ୍କର ନାଁ ପ୍ରାର୍ଥନାଟି ଟିକେ ବଡ଼ କେଉଁଠି କେମିତି ହେଇଯାଉଛି ବୋଲି ସବୁ ଗୁରୁଙ୍କର ନାଁ ଉଚ୍ଚାରଣ କରାଯାଉଛି। ସେମିତି ଗୋଟେ ଧୁନ ମଧ୍ୟ କରାଯାଇଛି। ତେଣୁ ଶିଶୁ ଅନନ୍ତଙ୍କର ପବିତ୍ର ଆଶ୍ରମ ହୁଏତ ଭାରତ ବିଖ୍ୟାତ ନ ହେଇପାରେ, ଓଡ଼ିଶା ବିଖ୍ୟାତ ନ ହେଇପାରେ, କିନ୍ତୁ ମାନସିକ ବିଖ୍ୟାତ ନିଶ୍ଚିତ। ଯିଏ ଯେଉଁ ଧର୍ମ ମତର ଲୋକ ହୁଅନ୍ତୁ ସେ ନିଶ୍ଚିତ ଭାବରେ ଶିଶୁ ଅନନ୍ତଙ୍କ ପବିତ୍ର ପୀଠରେ ପହଞ୍ଚିଲେ ସେ ସମନ୍ୱୟର କଥା ଶୁଣିବେ। ଏବଂ ସବୁ ମନ୍ଦିରର ପ୍ରାର୍ଥନା ଭଜନ କୀର୍ତ୍ତନରୁ ଆରମ୍ଭ ହୁଏ, ଘଣ୍ଟ ଘଣ୍ଟା ଶଙ୍ଖର ନିନାଦରୁ ଆରମ୍ଭ ହୁଏ, କିନ୍ତୁ ଶିଶୁ ଅନନ୍ତଙ୍କର ଆରତୀ, ମା ଜ୍ୟୋତିପ୍ରଭାଙ୍କର ଆରତୀ ଜନଗଣ ମନ ଅଧିନାୟକ ଜୟ ଜାତୀୟ ସଙ୍ଗୀତରୁ ଆରମ୍ଭ ହୁଏ। ପ୍ରତ୍ୟେକ ଦିନ ଆମ ସ୍କୁଲ ପିଲାମାନେ ଜାତୀୟ ପତାକା ଉତ୍ତୋଳନ କରନ୍ତି। ତେଣୁ ଆମେ ଆକୁ କରୁଛୁ ବୋଲି ଯେ ନଦୀ ଦେଉଛୁ ସମସ୍ତେ କର, ସେ କଥା ବି ନୁହଁ। ଇଏ ଆଦର୍ଶ ସବୁ ଆମକୁ କେହି ଶିଖେଇନି। ଏ ଆଦର୍ଶ ଆମ ମନ ଭିତରୁ ଆସିଛି। କାହିଁକି ଆସିଛି ସେଇଟା ମୁଁ କହିପାରିବିନି। ବିଶ୍ୱ ସନାତନ ସେବା ସଂଘ ଆମର ମୂଳ ସଂଘ, କିନ୍ତୁ ମଝିରେ ଯେଉଁ ବାବୁମାନେ ବସିକି ଫାଇନାଲ କଲେ ଏଇଟା ଅନନ୍ତ ବଳିଆ ପରିବାର ଦିଆଯାଉ, ଦିଆ ହେଲା। କିନ୍ତୁ ବଳିଆ ଶବ୍ଦଟା ମୋତେ ଟିକେ ଅଡ଼ୁଆ ଲାଗେ। କାହିଁକି ମୋ ନାଁରେ ଗୋଟେ ସଂଘ ବଦଳିବ? ପୁଣି ବାରମ୍ବାର ମନ ଭିତରେ ଚିନ୍ତା କଲି, ନାଇଁ ସେଇ ବିଶ୍ୱ ସନାତନ ସେବା ସଂଘକୁ ଆକ୍ଟିଭ କରିବାକୁ ପଡ଼ିବ। ଆପଣମାନେ ନିଜେ ଅନୁଭବ କରୁଥିବେ ବର୍ତ୍ତମାନ ବିଶ୍ୱରେ ସନାତନ ଧର୍ମ ପ୍ରତି କେତେ ଘୃଣାଭାବ ଅନ୍ୟମାନଙ୍କର ସୃଷ୍ଟି ହେଇଛି। ସତେ ଯେମିତି ସନାତନ ଧର୍ମର ଲୋକଗୁଡ଼ିକ ଅନ୍ୟମାନଙ୍କର ଶତ୍ରୁ। ପ୍ରକୃତରେ କ'ଣ ସନାତନ ଧର୍ମ ଶତ୍ରୁ କରିବାକୁ ଶିଖେଇଛି? ବରଂ ସେ କହିଛି ସମଶତ୍ରୁ ତ ମିତ୍ରେ ଚ ତଥା ମାନବମାନ। ସେ ସମନ୍ୱୟର କଥା ଶିଖେଇଛି। ଯୋଉମାନେ ପଶ୍ୟତି ସର୍ବତ୍ର ସର୍ବନ୍ତମୟୀ ପଶ୍ୟତି, ଏକଥା ଶିଖେଇଛି। କିନ୍ତୁ ଯୋଉଠି ଦେଖିବ ପ୍ରତ୍ୟେକ ଧର୍ମାବଲମ୍ବୀ ନହେଲେ ବି କିଛି ଧର୍ମାବଲମ୍ବୀ ମାନଙ୍କ ଭିତରେ ସନାତନ ଧର୍ମକୁ ଟୁକୁରା ଟୁକୁରା କରିଦେବା ପାଇଁ ଏମାନଙ୍କର ଇଚ୍ଛା। ଆଉ ଏମାନେ ମଧ୍ୟ ସମସ୍ତଙ୍କ ମନ୍ଦିର ଗୋଟେ ଗୋଟେ ପ୍ରକାର ହେବ, ସମସ୍ତଙ୍କର ଦୀକ୍ଷା ଗୋଟେ ଗୋଟେ ପ୍ରକାର ହେବ, ସମସ୍ତଙ୍କର ପ୍ରାର୍ଥନା ମଧ୍ୟ ଏକ ଏକ ପ୍ରକାର ହେବ। ତାହେଲେ ଆପଣମାନେ ନିଜେ ଚିନ୍ତା କରନ୍ତୁ, ଏହା ଠିକ୍ ହେଉଛି କି? ଯେଉଁ ମହାପୁରୁଷମାନଙ୍କୁ ଆମେ ମହାପୁରୁଷ ବୋଲି ମାନୁଛୁ, ଆଜି ବି ଯଦି ସେ ଦେଖା ହେବେ, ସ୍ୱପ୍ନରେ ବି ଦେଖା ହେବେ, ତାଙ୍କୁ ହାତ ଯୋଡ଼ି ପାଦରେ ଶାସ୍ତାଙ୍ଗ ଦଣ୍ଡବତ କରି ଏ ସେବକ ବଢ଼ିଆ ପଚାରିବ, ଦୟାକରି ଅନେକ ପ୍ରାର୍ଥନା ବନ୍ଦ କରନ୍ତୁ, ଗୋଟିଏ ପ୍ରାର୍ଥନା ଆମେ ସ୍ଥିର କରିବା। ସେ ପରମାତ୍ମାଙ୍କ ନାମରେ ହେଉ ବା ଯାହା ନାଁରେ ହେଉ, ସେଇ ଗୋଟିଏ ପ୍ରାର୍ଥନା ହିଁ ସବୁ ଜାଗାରେ ଚାଲିବ। ଏ କଥାଟି ମୁଁ ଭାବୁଛି ଏବଂ ଏଥିପାଇଁ ମଧ୍ୟ ସମଗ୍ର ଭାରତ ବର୍ଷରେ ବୁଲି ବୁଲି କିଛି ନହେଲେ ବି ପ୍ରେସ୍ ମାଧ୍ୟମରେ
ଆମେ ଏ କଥା ଜନସାଧାରଣକୁ ଜଣେଇବୁ। କୌଣସି ଧର୍ମକୁ ହସ୍ତକ୍ଷେପ କର ନା କି ନିନ୍ଦା କର ନା, ନିଜ ଧର୍ମକୁ ଠିକ୍ ଭାବରେ ପାଳନ କର। ସ୍ୱଧର୍ମେ ଗୀତା କହିଛନ୍ତି, ସ୍ୱଧର୍ମେ ନିଧନଂ ଶ୍ରେୟ ବନ ଧର୍ମ ରହିଲି। ପୁଣି କାଲିଠାରୁ ପୁଣି ଆଶ୍ରମ ଚଳଚଞ୍ଚଳ ହେଇ ଉଠିବ। ରହିଲି। ଜୟ ଗୁରୁ, ଜୟ ଜଗନ୍ନାଥ।